तेबे दर्शक बंधु क्रिकेट जगत आसला एक बड़ खबर। दक्षिण आफ्रिका विपक्ष टेस्ट सीरीज को 2-0 हारिला भारत। टेस्ट मैच पर एबे दुई देश मध्य दिनिकिया एवं टी20 सीरीज रे मुहांमुही हेबे। तेबे नवेम्बर 30 तारिख 3 मैच विशिष्ट दिनिकिया सीरीज आरंभ हेबो। तेबे दिनिकिया सीरीज पर डिसेम्बर 9 रु टी20 सीरीज आरंभ हेबो। दिनिकिया सीरीज पई टीम इंडिया रे किछि तेबे दिनिकिया सीरीज पई टीम इंडिया रे किछि परिवर्तन होईछि। तेबे अधिनायक शुभमन गिल आहत जोगु दलरू बाहर अछंती, तेणु तांको स्थान रे केएल राहुल अधिनायक दायित्व तुलाइबे। तेबे गिल को अनुपस्थित रे रोहित शर्मा को दिनिकिया सीरीज रे नुआ ओपनिंग पार्टनर मिलिबो। तेबे भारतीय दल रे यशस्वी जयसवाल एवं ऋतुराज गायकवाड़ भाव में दुई जण विकल्प रहिछंती, किंतु उभयଙ୍କ ମଧ୍ୟରୁ ଜଣକୁ ବାଛିବା କଷ୍ଟକର। ତେବେ କେଏल ରାହୁଲ ପୂର୍ବରୁ ଇନିଂସ ଓପନ୍ କରିଛନ୍ତି, କିନ୍ତୁ ଦୀର୍ଘ ସମୟ ଧରି ସେ ଏକ ଦିବसीय ମ୍ୟାଚରେ 5 କିମ୍ବା 6 ନମ୍ବରରେ ବ୍ୟାଟିଂ କରୁଛନ୍ତି। ତେବେ ରାହୁଲ ଦକ୍ଷିଣ ଆଫ୍ରିକା ବିପକ୍ଷ ଏକ ଦିବसीୟ ସିରିଜରେ ମଧ୍ୟକ୍ରମରେ ଖେଳିବାର ସମ୍ଭାବନା ରହିଛି। ତେବେ ଯଶସ୍ୱୀ ଜୟସୱାଲ ଏପର୍ଯ୍ୟନ୍ତ କେବଳ ଗୋଟିଏ ଦିନିକିଆ ମ୍ୟାଚ୍ ଖେଳିଛନ୍ତି। ସେହି ମ୍ୟାଚ୍ 2025 ଫେବୃଆରୀରେ ନାଗପୁରରେ ଇଂଲଣ୍ଡ ବିପକ୍ଷରେ ହୋଇଥିଲା, ଯେଉଁଥିରେ ସେ 15 ରନ୍ କରିଥିଲେ। କିଛି ସିରିଜରେ ସେ ଦଳର ବ୍ୟାକଅପ୍ ଓପନର ଭାବେ ରହିଥିଲେ, କିନ୍ତୁ ଚୂଡ଼ାନ୍ତ ଏକାଦଶରେ ସ୍ଥାନ ପାଇନଥିଲେ। ତେବେ ଅନ୍ୟପକ୍ଷରେ ଋତୁରାଜ ଗାୟକୱାଡ଼ 6ଟି ଦିନିକିଆ ଖେଳିଛନ୍ତି, ସେଥିମଧ୍ୟରୁ 4ଟିରେ ଓପନିଂ କରିଛନ୍ତି। ତେବେ ଋତୁରାଜ ଗାୟକୱାଡ଼ 19.16 ହାରରେ ଗୋଟିଏ ଅର୍ଦ୍ଧଶତକ ବଳରେ 115 ରନ୍ କରିଛନ୍ତି। ତେବେ ଋତୁରାଜ କେବଳ ଯଶସ୍ୱୀଙ୍କ ଠାରୁ ଅଧିକ ଅଭିଜ୍ଞ ନୁହନ୍ତି, ବରଂ ତାଙ୍କ ଲିଷ୍ଟ ଏ ପ୍ରଦର୍ଶନ ମଧ୍ୟ ଭଲ। ତେବେ ଋତୁରାଜ ଗାୟକୱାଡ଼ 89ଟି ଲିଷ୍ଟ ଏ ମ୍ୟାଚରେ 57.39 ହାରରେ 4534 ରନ୍ କରିଛନ୍ତି, ଯେଉଁଥିରେ 17ଟି ଶତକ ଏବଂ ଅର୍ଦ୍ଧଶତକ ଅନ୍ତର୍ଭୁକ୍ତ। ନିକଟରେ ଦକ୍ଷିଣ ଆଫ୍ରିକା ଏ ବିପକ୍ଷରେ ଅନୌପଚାରିକ ଓଡିଆଇ ସିରିଜରେ ଋତୁରାଜ ଗାୟକୱାଡ଼ଙ୍କ ପ୍ରଦର୍ଶନ ଚମତ୍କାର ଥିଲା। ତେବେ ଭାରତ ଏ ପାଇଁ 3ଟି ମ୍ୟାଚରେ ସେ 117 ରନ୍, 68 ରନ୍ ଏବଂ 25 ରନ୍ କରିଥିଲେ। ସେହିପରି ଯଶସ୍ୱୀ ଜୟସୱାଲ 33ଟି ଲିଷ୍ଟ ଏ ମ୍ୟାଚରେ 52.62 ହାରରେ 1526 ରନ୍ କରିଛନ୍ତି। ତେବେ ଋତୁରାଜ ଗାୟକୱାଡ଼ଙ୍କ ଦମଦାର ଫର୍ମ ଫଳରେ ସେ ଦକ୍ଷିଣ ଆଫ୍ରିକା ବିପକ୍ଷ ଦିନିକିଆ ସିରିଜରେ ରୋହିତ ଶର୍ମାଙ୍କ ସହ ଓପନିଂ କରିପାରନ୍ତି, କିନ୍ତୁ ଯଦି ଟିମ୍ ମ୍ୟାନେଜମେଣ୍ଟ ବାମ ଏବଂ ଡାହାଣ କମ୍ବିନେସନ ବ୍ୟବହାର କରିବାକୁ ନିଷ୍ପତ୍ତି ନିଏ, ତେବେ ଜୟସୱାଲଙ୍କୁ ହିଁ ସୁଯୋଗ ମିଳିବ। ତେବେ ଏଇଭଳି ପ୍ରକାର ଭିଡ଼ିଓ ଦେଖିବା ପାଇଁ ଆପଣମାନେ ଏହି ଚ୍ୟାନେଲକୁ ସବସ୍କ୍ରାଇବ୍ କରିଦିଅନ୍ତୁ, କାରଣ ଏଇଭଳି ପ୍ରକାର ଭିଡ଼ିଓ ଆପଣମାନେ ଏହି ଚ୍ୟାନେଲରେ ଦେଖିବାକୁ ପାଇବେ।